नमस्कार टुडे फ्लाश न्यूज को स्वागत करुच्ची मु अमूल्य जेना। आसंतु देखिबा आजिर फ्लाश न्यूज। टुडे फ्लाश न्यूज। राष्ट्रीय हिंदू संगठन त्रयोदश स्थापना दिवस अति भक्तिपूत भाव में पालित हो जाइए। हिंदू राष्ट्र प्रतिष्ठा पई संकल्पित राष्ट्रीय हिंदू संगठन त्रयोदश स्थापना दिवस पवित्र पार्वणर उत्सव मुखर परिवेश मध्य पालित हो जाइए। ଏହି ଅବସରରେ ସଂଗଠନ ପକ୍ଷରୁ ସମସ୍ତ ପୂଜା ମଣ୍ଡପ ତଥା ଦେବୀପୀଠଗୁଡ଼ିକରେ ମାଙ୍କ ଦର୍ଶନ ସହିତ ଭାରତରେ ହିନ୍ଦୁ ରାଷ୍ଟ୍ରର ପ୍ରତିଷ୍ଠା ପାଇଁ ସାମ୍ବିଧାନିକ ରୂପେ ଘୋଷଣା କରାଯିବା ନେଇ ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ମାଙ୍କ କୃପା କାମନା କରାଯାଇଥିଲା। ଭାରତକୁ ଆନୁଷ୍ଠାନିକ ଭାବେ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯିବା ଆବଶ୍ୟକତା ଉପରେ ନିଜର ଦୃଢ଼ ମନ୍ତବ୍ୟ ଉପସ୍ଥାପନ କରି ସଂଗଠନର ପ୍ରଦେଶ ଅଧ୍ୟକ୍ଷା ଡକ୍ଟର ସୁନୀତି ମୁଣ୍ଡ କହିଥିଲେ ଯେ ଭାରତ ସ୍ୱାଭାବିକ ଭାବରେ ସନାତନୀ ହିନ୍ଦୁମାନଙ୍କର ରାଷ୍ଟ୍ର, କିନ୍ତୁ ଏହା ଅଧିକୃତ ବା ଆନୁଷ୍ଠାନିକ ଭାବରେ ଘୋଷିତ ହୋଇନଥିବାରୁ ଭାରତ ଆନ୍ତଃରାଷ୍ଟ୍ରୀୟ ମଞ୍ଚରେ ଗୋଟିଏ ହିନ୍ଦୁ ରାଷ୍ଟ୍ରର ସମ୍ମାନ ନ ପାଇବା ସହ ହିନ୍ଦୁ ରାଷ୍ଟ୍ରର ପ୍ରତିନିଧି ଭୂମିକାରେ ନିଜକୁ ଉପସ୍ଥାପିତ କରିପାରୁନାହିଁ। ତେଣୁ ସାମ୍ବିଧାନିକ ରୂପେ ହିନ୍ଦୁ ରାଷ୍ଟ୍ର ଘୋଷଣା ହିଁ ଏ ସମସ୍ୟାର ଏକମାତ୍ର ସମାଧାନ। ଏକ ରାଷ୍ଟ୍ର ଏକ ଆଇନ ହେବା ବିଧେୟ ବୋଲି ଡକ୍ଟର ମୁଣ୍ଡ ଦୃଢ଼ ଭାବେ ପ୍ରକାଶ କରିଥିଲେ। ସଂଗଠନର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦୀନବନ୍ଧୁ ଷଡ଼ଙ୍ଗୀ କହିଥିଲେ ଯେ ଲଭ୍ ଜେହାଦ, ଜମି ଜେହାଦ, ଖାଦ୍ୟ ଜେହାଦ ଭଳି ହିନ୍ଦୁମାନଙ୍କ ଜୀବନ ଜୀବିକାକୁ ବିପନ୍ନ କରିବାରେ ଲାଗିଛି। ତେଣୁ ଭାରତକୁ ହିନ୍ଦୁ ରାଷ୍ଟ୍ର ଭାବରେ ଘୋଷଣା କରାଯିବା ନିତାନ୍ତ ଆବଶ୍ୟକତା ରହିଛି। ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାସୁଦେବ ମାଲବ୍ୟ, କୃତିବାସ ରଥ, ସୁବାସ ମିଶ୍ର, ମାନସ ବରିଶଲ, କିଶନ ଖଣ୍ଡେଲୱାଲ, ଦେବାହୁତି ପଟ୍ଟନାୟକ, ଦେବମତୀ ପଟ୍ଟନାୟକ, ନମିତା ମାଧି, ସୁଶ୍ରୀ ସମିତା, ମଧୁସ୍ମିତା ସେନାପତି, ଅନ୍ନପୂର୍ଣ୍ଣା ଚୁଳି, ଶୁଭଶ୍ରୀ ଦାସ, ଡକ୍ଟର ସୌଦାମିନୀ ସାମନ୍ତରାୟ, ମହେଶ ପଣ୍ଡା, ସ୍ମିତା କାନୁନଗୋ, ଅମିତା ସିଂହ, ପ୍ରିୟରଞ୍ଜନ ରାଉତ, ସୁଶାନ୍ତ କୁମାର ମିଶ୍ର, ସୁବାସ ମିଶ୍ର, ବାସୁଦେବ ମାଲବିଶୋଇ, ମହେଶ ଚନ୍ଦ୍ର ପଣ୍ଡା, ସୁକଦେବ ଖଟୁଆ, ଦେବୀଦତ୍ତ ମହାନ୍ତି ପ୍ରମୁଖ ବହୁ ସନାତନୀ ହିନ୍ଦୁ ଯୋଗ ଦେଇଥିଲେ। ଅମୂଲ୍ୟ ଜେନାଙ୍କ ରିପୋର୍ଟ, ଟୁଡେ ଫ୍ଲାଶ ନ୍ୟୁଜ। यह कार्यक्रम आपन को केमती लगिला निश्चय जणाइबे। नमस्कार। टुडे फ्लाश न्यूज। हाय फ्रेंड्स, प्लीज लाइक, शेयर एंड सब्सक्राइब टुडे फ्लाश न्यूज। बाय बाय। टुडे फ्लाश न्यूज।